హి ఓం నమః శివాయ ఓం నమః శివాయ ఓం శ్రీ భద్రకాళీ సమేత వీరభద్రస్వామిని నమో నమః మాతృ పితృభ్యో నమః ఆచార్య అతిథిభ్యో నమః శ్రీమాత లలితా త్రిపుర సుందరయే నమో నమః। শিবশক্তি স্বরূপ প্রিয় ভক্তগণ, আমি রত্নশ্রী হিন্দু সেবা সমাজ তরফରୁ মন্ত্র তন্ত্র যন্ত্র বিধিবিধান শাস্ত্রানুযায়ী শাস্ত্ରରେ କହୁଥିବା ସବୁ ରହସ୍ୟ ମନ୍ତ୍ର ଯାକ ବି ଆପଣଙ୍କୁ ଯୋଗାଇବା ପାଇଁ ପ୍ରସ୍ତୁତ ଅଛୁ। ଆମେ ସଚେଷ୍ଟା କରୁଅଛୁ ସବୁ ମନ୍ତ୍ର ଆପଣଙ୍କୁ ଯୋଗାଇବା ପାଇଁ। ତା ଭିତରେ ଏବେ ଶ୍ରୀ ନନ୍ଦୀଶ୍ୱରଙ୍କର ଗାୟତ୍ରୀ ମନ୍ତ୍ର କହିବା, ଶ୍ରୀରାମଚନ୍ଦ୍ରଙ୍କୁ ହନୁମାନ ଯାହା, ମହାଦେବ ଶିବଙ୍କୁ ନନ୍ଦୀଶ୍ୱର ବି ତାହା। ହେଲେ ବି ନନ୍ଦୀଶ୍ୱର ହେଉଛନ୍ତି ଯୁଗ ଯୁଗ ମହାପ୍ରଭୁ। ନନ୍ଦୀଶ୍ୱରଙ୍କର ଅନୁଗ୍ରହ ନଥିଲେ ଯେଉଁ କୌଣସି ଭକ୍ତ ବି ଶିବଙ୍କୁ ଦର୍ଶନ କରିପାରିବେ ନାହିଁ। ଶିବ ଭକ୍ତ ଦୁନିଆକୁ ଚକ୍ରବର୍ତ୍ତୀ ବନେଇଲେ ସ୍ୱୟଂ ମହାଦେବ ଶିବ। ସେହି ନନ୍ଦୀଶ୍ୱରଙ୍କୁ ମନ୍ତ୍ର ଜପି ନନ୍ଦୀଶ୍ୱରଙ୍କର ଅନୁଗ୍ରହରେ ଶିବ ସାକ୍ଷାତକାର ପାଇବା, ସକଳ ଦୁଃଖରୁ ଶାନ୍ତି ପାଇବା, ଆନନ୍ଦମୟ ଜୀବନ ସମ୍ପ୍ରାପ୍ତ କରିପାରିବା। ଏହି ନନ୍ଦୀଶ୍ୱରଙ୍କର ମନ୍ତ୍ର ଦ୍ୱାରା ସବୁ ପୀଡ଼ା ବାହାର ଯିବ, ଆନନ୍ଦମୟ ଜୀବନ ଆମକୁ ସମ୍ପ୍ରାପ୍ତ ହେବ। ଏହି ମନ୍ତ୍ର ବାଜିଲେ ରଙ୍ଗବସ୍ତ୍ର ପୂର୍ବ ଅଭିମୁଖରେ ବସି ସକାଳ ସନ୍ଧ୍ୟାରେ ଇଷ୍ଟଦେବତା ଆରାଧନା, କୁଳଦେବତା ଆରାଧନା, ସରିଳାବତାର ସ୍ୱୟଂ ଶିବଙ୍କୁ ଯଥାଶକ୍ତି ପୂଜା ବିଧି ସରିଳାବତାର ନନ୍ଦୀଶ୍ୱରଙ୍କର ମନ୍ତ୍ର ପ୍ରତ୍ୟକ୍ଷ ହିଁ ଜପ କରିପାରିବେ। ସବୁଦିନ 108 ଲେଖା ଜପ କରି ଶ୍ରୀ ନନ୍ଦୀଶ୍ୱରଙ୍କର ଅନୁଗ୍ରହରେ ସବୁ ସୁବିଧା ପାଇପାରିବେ। ଏବେ ଶ୍ରୀ ନନ୍ଦୀଶ୍ୱରଙ୍କର ଗାୟତ୍ରୀ ମନ୍ତ୍ର। ଓಂ ତ୍ରିକ୍ଷ୍ମ ଶୃଙ୍ଗାୟ ବିଦ୍ମହେ ବେଦ ପାଦାୟ ଧୀମହି ତନ୍ନ ଶ୍ରୀ ନନ୍ଦୀଶ୍ୱର ପ୍ରଚୋଦୟାତ୍। ମନ୍ତ୍ର ଔଥରେ ଓಂ ତ୍ରିକ୍ଷ୍ମ ଶୃଙ୍ଗାୟ ବିଦ୍ମହେ ବେଦ ପାଦାୟ ଧୀମହି ତନ୍ନ ଶ୍ରୀ ନନ୍ଦୀଶ୍ୱର ପ୍ରଚୋଦୟାତ୍। ମନ୍ତ୍ର ଔଥରେ ଓಂ ତ୍ରିକ୍ଷ୍ମ ଶୃଙ୍ଗାୟ ବିଦ୍ମହେ ବେଦ ପାଦାୟ ଧୀମହି ତନ୍ନ ଶ୍ରୀ ନନ୍ଦୀଶ୍ୱର ପ୍ରଚୋଦୟାତ୍। ଦିବ୍ୟାତ୍ମ ସ୍ୱରୂପ ପ୍ରାୟ ଭକ୍ତଗଣ, ଯେକୌଣସି ମନ୍ତ୍ର ଜପ କଲେ ବି ଆଗେ ଆମେ କୁଳଦେବତା ଆରାଧନା, ଇଷ୍ଟଦେବତା ଆରାଧନା ସମ୍ପୂର୍ଣ୍ଣ କରି ପ୍ରତ୍ୟକ୍ଷରେ ହିଁ ଜପ କରିପାରିବୁ। ସବୁ ମନ୍ତ୍ରକୁ ୱାଚିକ ଜପ ହିଁ କରିବା ଅଛି। ମାନସିକ ଉପାଂଶ ଜପ ଏହି ତନ୍ତ୍ର ଯୋଗରେ ହେବ ନାହିଁ। ଆଉ ଗୁରୁଙ୍କର ସମ୍ମୁଖରୁ ମନ୍ତ୍ର ଗ୍ରହଣ କରି ମନ୍ତ୍ରବିଧି ଜାଣି ଅଷ୍ଟଦିଗ ବନ୍ଦନା ଯନ୍ତ୍ରବିଧି କରି ଯଦି ଆମେ ଜପ କରିପାରିବା ଶୀଘ୍ର ଫଳଦାୟୀ ଅଟେ। ଆମେ ଆଗେ ପ୍ରସଙ୍ଗ ଯାକ ଶୁଣିବା, ଆମର ଅଳାରେ ହେବା ମନ୍ତ୍ରଟା ଜପିବା, ଦେଖିବା। ଆସିବା ଫଳ ଯଦି ଆମକୁ ସନ୍ତୃପ୍ତି ନ ଦିଆଯାଏ ସେତେବେଳେ ଗୁରୁଙ୍କ ସମ୍ମୁଖରୁ ମନ୍ତ୍ର ନେଇ ପ୍ରତ୍ୟକ୍ଷରେ ହିଁ ଜପ କରିପାରିବେ। ଆମ ପାଖକୁ ଆସିକି ଯଜ୍ଞ ଯନ୍ତ୍ର ପୂଜା କରେଇକି ବି ତମେ କରିପାରିବେ। ଯଦି ନା ଆମଠୁ ଯଜ୍ଞ ଯନ୍ତ୍ର କରେଇକି ବି ତମେ ନେଇ ପ୍ରତ୍ୟକ୍ଷରେ ହିଁ ଜପ କରିପାରିବେ। ଏହି ଯଦି ପ୍ରଥମରେ ଆପଣ ପ୍ରସଙ୍ଗ ଯାକ ଶୁଣନ୍ତୁ, ଅବଗାହନା ବଢନ୍ତୁ, ଆପଣ ସୁବିଧା ହେବା ମନ୍ତ୍ରଟି ଆପଣ ଜପ କରି ଆପଣ ମନଟାକୁ ସମ୍ପୂର୍ଣ୍ଣ କରିବେ। ଯେକୌଣସି ମନ୍ତ୍ର ଜପିଲେ ବି ମଦ୍ୟପାନ, ମାଂସଭକ୍ଷଣ, ପରସ୍ତ୍ରୀ ବ୍ୟାୟାମ ହୋ ଧୂମ୍ରପାନ ନିଷେଧ, ଶୁଚି ଶୁଭ୍ରତା ପାଳନ କରିବା ଅଛି। ହାଇନ୍ଦବ ସନାତନ ଧର୍ମରେ ଅସ୍ତିବା ସବୁ ନିୟମ ପାଳନ କରି ଦୀକ୍ଷା କଙ୍କଣବଦ୍ଧ ହୋଇ ଆପଣ ଯଦି 22 ଦିନ ଦିନକୁ 8 ମାଳା ଯଦି ଜପିବେ ବାଜ୍ୟରେ ଫଳ ପାଇପାରିବେ। ଫଳ ଯଦି ଅସୁବିଧା ହେଲା ଆମ ସାଙ୍ଗେ ସାକ୍ଷାତ କରନ୍ତୁ। ଯଦି ନା ଗୁରୁମାନଙ୍କୁ ସାକ୍ଷାତ କରି ଜାଣି ଶୁଣି ଜପ ଧ୍ୟାନ କରି ଆପଣ ମନଟା ସମ୍ପୂର୍ଣ୍ଣ କରି ନେବା ପାଇଁ ଆପଣ ହାତରେ ହେବା ସଚେଷ୍ଟା କରନ୍ତୁ। ହାଇନ୍ଦବ ସନାତନ ଧର୍ମ ଋଷିମାନେ ଆମକୁ ଯୋଗାଇଥିବା ବିଦ୍ୟା ବିନିଯୋଗ କରିବାଟାରେ, ଭାରତୀୟ ସଂସ୍କୃତି ସମ୍ପ୍ରଦାୟ ରକ୍ଷା କରିବାଟାରେ ଆଗାମୀ ହେଇ ଆମର ସଂସ୍କୃତିରେ ଆସିଥିବା ପର୍ବପର୍ବାଣୀ ଆଚରଣ ବିଧିରେ ଥିବା ମର୍ମ ରହସ୍ୟଟି ଆମେ ଆଗେ ଗ୍ରହଣ କରି ତାର ସୁବିଧା ଆମେ ପାଇ ସେ ସୁନ୍ଦରମୟ ଆନନ୍ଦମୟ ଜୀବନକୁ ଆମେ ଦୁନିଆକୁ ପ୍ରଚାର କରିବାଟାରେ ଆଗାମୀ ହେବେ ବୋଲି ଆଶା କରି ସବୁବେଳେ ତମ ସେବାରେ ରତ୍ନଶ୍ରୀ ହିନ୍ଦୁ ସେବା ସମାଜ ଆଚାର୍ଯ୍ୟ ଭୀମ ସିଂହ କୁମାର और आप निखिलानंद सागर महाराज।